ଯେତେବେଳେ ଶ୍ରାବଣୀ ଶତପଥୀ ପ୍ରତିକ୍ରିୟା ଆମକୁ ଦେଉଥିଲେ ସେହି ସମୟରେ ଯେ ସୁଶାନ୍ତ ଶତପଥୀ ଯେ ପ୍ରଶାନ୍ତଙ୍କର ସବୁଠୁ ବଡ଼ ଭାଇ ଯିଏକି ସବୁ କଥାକୁ ବର୍ତ୍ତମାନ ଦାୟିତ୍ୱର ସହ ତୁଲାଉଛନ୍ତି ସେ ମଧ୍ୟ ସେ କଥାକୁ ଶୁଣୁଥିଲେ। ତା ପରବର୍ତ୍ତୀ ସମୟରେ ଆପଣ ତାଙ୍କର ଟିକେ ରିଆକ୍ସନ୍ ନେବା ଯେ ସେ ଭଉଣୀଙ୍କ ସହିତ ଯଦିଓ ଯୋଗାଯୋଗରେ ନଥିଲେ ଯେତେବେଳେ ଓଟିଭିରେ ଏ ଖବର ଦେଖିଲେ କି ଭଉଣୀ ଓଟିଭିକୁ ପ୍ରତିକ୍ରିୟା ଦେଉଛନ୍ତି ସେତେବେଳେ ମଧ୍ୟ ଏ କଥାକୁ ସୁଶାନ୍ତ ଭଲ ଭାବରେ ଶୁଣୁଥିଲେ ତାଙ୍କର ଆଉ ଟିକେ ରିଆକ୍ସନ୍ ନେବା। ଆଜ୍ଞା ଶ୍ରାବଣୀ ମ୍ୟାଡ଼ାମ୍ ଆପଣଙ୍କ ସହିତ ଦେଖୁଥିଲେ କି ସେ ପୂର୍ବରୁ କଥା ହେଉଥିଲେ ସେ ବି ଅପେକ୍ଷା କରିଛନ୍ତି ଆପଣ ଭଉଣୀଙ୍କ ସହିତ କେତେବେଳେ ଯୋଗାଯୋଗ କରୁଥିଲେ କ'ଣ କହୁଥିଲେ? ଭଉଣୀ ସହିତ କଥା ହେଇଥିଲି ସକାଳେ କଥା ହେଇଥିଲି ଦୁଇଥର କଥା ହେଇ ସାରିଲେଣି। ଭାଣିଜୀ ମୋତେ ଫୋନ୍ କରୁଥିଲା ମୋତେ ଭାଣିଜୀ ଯେଉଁ ଭାଣିଜୀଟା ଅଛି ସେଠି ତା ପାଖରେ ମା ପାଖରେ ଅଛି ସିଏ ମଧ୍ୟ ଫୋନ୍ରେ କଥା ହେଉଛି ସିଏ ମୋତେ ଅପଡ଼େଟ୍ କରାଉଛି ଏତେବେଳେ ପୁଣି ଟିକେଟ୍ ଚେଞ୍ଜ ହେଲା ଏତେବେଳେ ଆସିବ କରିବ ଚେଞ୍ଜ କରୁଛି। ଯେଉଁଭଳିଆ କରିଥିଲେ ବହୁତ ପ୍ଲାନ୍ ମଧ୍ୟ କରିଥିଲେ ଭାଇ ଆସିଥାନ୍ତେ 2 ଦିନ ଭଉଣୀ ଭାଇ ରହିଥାନ୍ତେ ଇଏ ପ୍ଲାନ୍ ମଧ୍ୟ ସେ କରିଥିବା କଥା ଭଉଣୀ କିଛି ପୂର୍ବରୁ ଭାଇ ଭଉଣୀର ସମ୍ପର୍କ ତା ଭିତରେ ନିଆରା ସମ୍ପର୍କ ଭାଇ ଯିବ ଯେତେବେଳେ ଭଉଣୀ ତ ନିଶ୍ଚିତ ଭାବରେ ଅତି ସ୍ନେହର ତ କିଛି ଗୋଟେ ବନେଇବ ତା ସ୍ନେହଟା ସେଇଠି ରହିଗଲା ଅଧୁରା ହେଇକି ରହିଗଲା ତା ହାତ ପରସା ଜିନିଷ ଖାଇପାରିଲାନି। ଶବ୍ଦ ହିଁ ନାହିଁ କାହିଁକିନା ଭଉଣୀ ଯେଉଁ ପ୍ରକାର ପ୍ଲାନ୍ କରିଥିଲେ ଭଉଣୀ ଯେଉଁ ପ୍ରକାର କହୁଥିଲେ ଭାଇ 2 ଦିନ ରହିଥାନ୍ତା ସେଠି ବିଭିନ୍ନ ମନ୍ଦିର ବୁଲିଥାନ୍ତା ଏସବୁ କଥା ବିଭିନ୍ନ ଭାଇ ଭଉଣୀଙ୍କର ଯେଉଁ ସମ୍ପର୍କ ତା ଭିତରେ ସେସବୁ ଜିନିଷ ଅଧା ରହିଗଲା କେଉଁଠି ନା କେଉଁଠି ପୁରା ପରିବାର ନୁହେଁ ସାଙ୍ଗସାଥି କତରୁ ଆରମ୍ଭ କରି ସମସ୍ତଙ୍କୁ ଇଏ ନିଶ୍ଚିତ କେଉଁଠି ନା କେଉଁଠି ଶକ୍ତ ଧକ୍କା ଦେଇଛି। ଆଜ୍ଞା ଆପଣଙ୍କ ସହିତ ବହୁତ ସମୟରେ ବି ଆପଣ କହୁଥିଲେ ସେ ଆସନ୍ତି ମିଶନ୍ତି ବିଭିନ୍ନ ପ୍ରକାର ପ୍ଲାନ୍ ମଧ୍ୟ କରନ୍ତି ଲାଷ୍ଟ ଟାଇମ୍ ଆପଣ କେବେ ପ୍ରଶାନ୍ତଙ୍କ ସହିତ ଆପଣ ପ୍ରଶାନ୍ତ ଭାଇଙ୍କ ସାଙ୍ଗରେ ମୋର ବେଶୀ ସମ୍ପର୍କ ନାହିଁ ତାଙ୍କ ସାନ ଭାଇ ଯିଏ ସିଏ ବହୁତ କ୍ଲୋଜ୍ ମୋର ବହୁତ ଦିନ ହେଲା ମୋ ବାପାଙ୍କ ସାଙ୍ଗ ବି ଥିଲେ ତାଙ୍କ ବାବାଜୀ ଜାଣିଥିବେ ଆପଣମାନେ ଏଠି ସମସ୍ତଙ୍କ ଦୁଃଖ ସୁଖରେ ଯାଇକି ବାବାଜୀ ପ୍ରଥମେ ଯଦି କିଏ ଠିଆ ହୁଏ ଅଞ୍ଚଳରେ ତାହେଲେ ବାବାଜୀ ତେଣୁ ତାଙ୍କ ପରିବାରକୁ ଏଭଳି ଦୁଃଖ ଆସିବ କେବେ କେହି ଭାବିନଥିଲେ। ଆମେ ସନ୍ଧ୍ୟା 6ଟା ବେଳେ କାଲି ମୋତେ ନନ୍ଦିଘୋଷ ଟିଭିର ଯିଏ ରାଜକିଶୋର ଭାଇ ଫୋନ୍ କରିକି ପଚାରିଲେ ଯେ ସାରଗାଁରେ ଜଣେ କିଏ ପ୍ରଶାନ୍ତ ଶତପଥୀ ଚାଲିଯାଇଛନ୍ତି ମୁଁ ବାବାଜୀ ଭାଇଙ୍କ ନମ୍ବର ଦେଲି ମୁଁ ତାଙ୍କ ସାଙ୍ଗରେ କଥା ହୁଅନ୍ତୁ ଜାଣିପାରିବେ ତାର 2 ମିନିଟ୍ ପରେ ମୁଁ ଖବର ପାଇଲି ଯେ ସିଏ ତାଙ୍କ ସାନ ଭାଇ ତାଙ୍କ ଭଲ ନାଁ ପ୍ରଶାନ୍ତ ବୋଲି ଆମେ କେହି ଜାଣିନଥିଲେ ଏବଂ ଜାଣିଲା ପରେ ନିଶ୍ଚିତ ଇଏ ଆମ ଅଞ୍ଚଳ ପାଇଁ ଗୋଟେ ଦୁଃଖର ଖବର ଏବଂ ସାରା ବିଶ୍ୱ ଆଜି ସ୍ତବ୍ଧ ଯେ ବୁଲିବା ପାଇଁ ଯାଇକି ବି ଜୀବନ ହାରିକି ଆସୁଛନ୍ତି ଏବଂ ଯେଉଁଭଳି ଭାରି ଦୁଃଖ ତାଙ୍କ ପରିବାର ପ୍ରତି ହେଇଛି ଆଗାମୀ ଦିନରେ ଆଉ କାହା ପରିବାର ଏଭଳି ଦୁଃଖ ନ ଆସୁ ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ଏବଂ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ପ୍ରଭୁ ଜଗନ୍ନାଥ ଏତିକି ପ୍ରାର୍ଥନା। ସମସ୍ତେ କହୁଛନ୍ତି ଆଉ ଜଣେ ତାଙ୍କର ଯେଉଁମାନେ ଆସୁଛନ୍ତି ଯେ ପିଲାଦିନର ବହୁତ ଭାଗ ଥିଲେ ଆପଣ ଏଠିକି ଆସୁଛନ୍ତି ଦେଖୁଛନ୍ତି ଯେଉଁ ପ୍ରକାର ବର୍ତ୍ତମାନ ସମସ୍ତଙ୍କ ମନରେ ସେଟା ଗାଁ ସାରା ପୁରା ସ୍ତବ୍ଧ ଆମେ ଖାଲି ଲଗାତାର କାଲିଠାରୁ ଆଜି ପର୍ଯ୍ୟନ୍ତ ଅଛୁ ସମସ୍ତେ ସେ କଥା କହୁଛନ୍ତି ଯେହେତୁ ପ୍ରସାଦ ବିଭିନ୍ନ ସମୟରେ ଗାଁରେ ଯେଉଁ ସବୁ ସାମାଜିକ କାର୍ଯ୍ୟ କଥା କୁହନ୍ତୁ ବା ଅନ୍ୟାନ୍ୟ କାର୍ଯ୍ୟ ସବୁବେଳେ ଆଗକୁ ଆସୁଥିଲେ ବିଭିନ୍ନ ସାଙ୍ଗମାନେ ପିଲାମାନଙ୍କୁ ଛୋଟଠୁ ବଡ଼ ସମସ୍ତଙ୍କୁ ଏକାଠି କରୁଥିଲେ କେମିତି ଗାଁରେ ହେବ କେମିତି ଗାଁରେ ପିଲାମାନେ ଭଲ ହେବ ଏସବୁ କଥା ମଧ୍ୟ କହୁଥିଲେ ଆପଣଙ୍କ ସହିତ ଯେଉଁ ସେୟାର ଲାଷ୍ଟ ଟାଇମ୍ କ'ଣ ସବୁ ଦେଖନ୍ତୁ ସେ ତ ବହୁତ ଜଣେ ଭଲ ମଣିଷ ଥିଲେ ଆମେ ଜାଣିଛୁ ନିଜେ ନ ମିଶିଲେ ବି ପାରିପାର୍ଶ୍ୱିକ ଦ୍ୱାରା ଶୁଣିଛୁ ସେ ଜଣେ ବହୁତ ଭଲ ମଣିଷ ଥିଲେ ଦରଦୀ ବନ୍ଧୁଟେ ଥିଲେ ତାଙ୍କ ବଡ଼ ଭାଇ ଯେହେତୁ ସରପଞ୍ଚଙ୍କ ପ୍ରତିନିଧି ଅଛନ୍ତି ସେ ଗାଁର ସୁଖ ଦୁଃଖ ବୁଝନ୍ତି ତ ଆପଣମାନେ ଜାଣିପାରୁଥିବେ ଯଦି ଗୋଟେ ଫ୍ୟାମିଲିର ଗୋଟେ ଲୋକକୁ ସରପଞ୍ଚ ଜିତା ହେଉଛି ତାହେଲେ ତା ଫ୍ୟାମିଲିର ଲୋକମାନେ କେମିତି ହେଇଥିବେ ବହୁତ ଭଲ ଲୋକ ସେ ଆଜି ଆମେ ସମସ୍ତେ ମର୍ମାହତ ଏଇଟା କେବଳ ବାଲେଶ୍ୱର ପାଇଁ ନୁହେଁ ଓଡ଼ିଶାରୁ ଜଣେ ସେ ଯିଏକି ସନ୍ତ୍ରାସବାଦୀଙ୍କ ଆତଙ୍କୀ ହାମଲାରେ ପ୍ରାଣ ହରାଇଛନ୍ତି ଏଇଟା ଦେଶ ପାଇଁ ଗୋଟେ ବହୁତ ନିନ୍ଦନୀୟ କଥା। ପ୍ରଶାସନ ତ ଅଛି କ'ଣ ଦେଖୁଛି କିନ୍ତୁ ଆମେ ଯେଉଁ ଭାଇଟାକୁ ଆମେ ହରାଇଲୁ ତାକୁ କ'ଣ ଆମେ ଆଉ ପାଇପାରୁଛୁ ତ ଏଇ ଯେଉଁ ଦୁଃଖ ନେଇ ଆମେ ବଞ୍ଚିଛୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ସେ ଯେମିତି ଆଉ କୌଣସି ପରିବାରକୁ ଏମିତି ସମୟ ନ ଆସୁ କୌଣସି ପରିବାର ପାଖରେ ଏମିତି ସମୟ ନ ଆସୁ ଏହା ହିଁ ଆମର ପ୍ରଶାସନଙ୍କ ପାଖରେ ପ୍ରାର୍ଥନା ଏମିତି ଗୋଟେ କିଛି ଗୋଟେ ହେଉ ଯେମିତି ଏମିତି ଯେ ବୁଲିବାକୁ ଯାଇ ପ୍ରାଣ ହରାଇବା ଏମିତି ଗୋଟେ ଦୁଃଖଦ ମୁହୂର୍ତ୍ତ କାହା ପରିବାରକୁ ନ ଆସୁ ଦୁଃଖଦ ମୁହୂର୍ତ୍ତ କାହାକୁ ନ ଆସୁ ଯେ ତାଙ୍କ ଗାଁ ଲୋକ ଯେ ପରିବାର ଲୋକ ଅଛନ୍ତି ତାଙ୍କ ସହିତ ଟିକେ ଆମେ ଆଲୋଚନା କରିବା। ଭାଇ କ'ଣ ହେବେ ପ୍ରଶାନ୍ତ ବାବୁ ଆପଣଙ୍କର କ'ଣ ହେବେ? ସେ ମୋ ଭାଇ ଜାଣିଲେ କ'ଣ ସବୁ ହେଇଥିଲା ସେ 19 ତାରିଖ ଦିନ ଗଲେ ସେ କ'ଣ ହେଇଥିଲା ପ୍ଲାନ୍ ସବୁ କ'ଣ କରିଥିଲେ ଆପଣ କ'ଣ ଲାଷ୍ଟ ଟାଇମ୍ ସବୁ କହିଥିଲେ? ମୁଁ ଆକ୍ଚୁଆଲି ଘଟଣା ବିଷୟରେ କିଛି ଜାଣିନଥିଲି ମୋତେ କାଲି 4ଟା ବେଳେ ଯେତେବେଳେ ନନା ଫୋନ୍ କଲେ ଯେ ମୁନାକୁ ଫାୟାର ହେଇଗଲା ତ ସେତେବେଳେ ଆଉ ସମସ୍ତେ ଆସି ପହଞ୍ଚିକି ତାପରେ ସେ ବୋଉ ସହିତ ସାଙ୍ଗେ ସାଙ୍ଗେ କଥା ହେଲୁ ସେ ବୋଉର ମାନେ ଏମିତି ତାଙ୍କ ସହିତ ଧୈର୍ଯ୍ୟ ବି ତାଙ୍କର ଥିଲାନି କିଛି
कथा भी ठीक से हो पार नथला तापर से सान भाई सी फोन कर ताकू फोन कली सी भुवनेश्वर जाकि पहुँचला आज से काश्मीर पहुँच की सहित बर्तमान से नहीं कि बर्तमान दिल्ली अभिमुख से मैंने आसुँच बर्तमान एबे भी सांगे सांगे फोन कथा हेली से बर्तमान डेड बॉडी से ये करने जाती चली जोगाजोग।